ସୁନା ନେଉଳ ଲେଖକ ପରିଚୟ ଶ୍ରୀ ମଙ୍ଗୁଳୁଚରଣ ବିଶ୍ୱାଳ ଓଡ଼ିଆ ନାଟ୍ୟ ସାହିତ୍ୟର ଏକ ସୁପରିଚିତ ନାମ। ତାଙ୍କର ଜନ୍ମ 1936 ମସିହାରେ ସମ୍ବଲପୁର ଜିଲ୍ଲାର ପିତାପାଲି ଗାଁରେ। ଏହି ସାରସ୍ୱତ ସାଧକ ଜଣକ କବିତା, ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ ଆଦି ପ୍ରତ୍ୟେକ ବିଭାଗର ଜଣେ ଦକ୍ଷ ଚିତ୍ରଶିଳ୍ପୀ। ତାଙ୍କର ସଫଳ ସୃଷ୍ଟି ଭୋଖା ନାଟକ ଚଳଚ୍ଚିତ୍ର ରୂପେ ପ୍ରଦର୍ଶିତ ହୋଇସାରିଛି। ସାଂସ୍କୃତିକ ସଦ୍ଭାବନା, ମାନବୀୟ ମୂଲ୍ୟବୋଧ ଓ ନୈତିକ ଜୀବନାଦର୍ଶ ତାଙ୍କ ରଚନାର ବିଶେଷତ୍ୱ। ସୁନା ନେଉଳ ଏକାଙ୍କିକାରେ ନିଃସ୍ୱାର୍ଥ ଦାନର ମହତ୍ଵ ଏବଂ ଦାତାଙ୍କର ମହନୀୟତା ପ୍ରତିଫଳିତ ହୋଇଛି। ପ୍ରଥମ ଦୃଶ୍ୟ। ଓ ଭଗବାନ, ତୁମରି ଦୟା। କି ଗୋ, କ'ଣ କିଛି ପାଇଲ? କ'ଣ ପାଇବି ସନା ବୋଉ, ରାଇଜ ସାରା ସେଇ ଦଶା। କାହାଠୁ କିଛି ହେଲେ ଆଣିଥାନ୍ତ। କାହାଠୁ ଆଣିବି କହିଲ? କାହା ପାଖରେ ବା କ'ଣ ଅଛି? ଖୁଦ ଦାନାଟିଏ ବି ଦୁର୍ଲଭ। ଏଇ ଦୁଷ୍କାଳରେ କିଏ ବା କ'ଣ ଦବ? ଯେଉଁଠି ଦେଖିବ ଦୁର୍ଭିକ୍ଷର କରାଳ ଛାୟା ରାହୁ ଭଳି ଗ୍ରାସିଛି। ସନାର କ'ଣ ହବ ଶୁଣେ? କ'ଣ କରିବି କହିଲ? ସକାଳ ପହରଠାରୁ ତ ଘରୁ ବାହାରିଛି ଜନପଦ ପରେ ଜନପଦ। ସହର ବଜାର ଯୋଉଠି ଯାହାକୁ ଦେଖିଛି ହାତ ପାତିଛି। ହେଲେ ସବୁଠି କେବଳ ଗୋଟିଏ କଥା ନା, ଭାଇ ଆଗକୁ ଯାଅ। ମୋ ତଣ୍ଟି ଶୁଖି ଯାଉଛି ବୋଉ, ମୋତେ ଟିକେ ପାଣି ଦେ। ଦଉଛି ବାପ, ଦଉଛି ଧନ ମୋର, ରଙ୍କୁଣୀ ରତନ ମୋର। ମୁଁ ମରିଯାଏରେ ଧନ, ନ ମରି ଯାହା ଏ ଦଶା ଦେଖୁଛି। ପିଇଦେ ବାପ, ପିଇଦେ। ସନାରେ ବାପ କେମିତି ଲାଗୁଛି ରେ କହୁନୁ? କି ଗୋ ଶୁଣିବଟି, ପିଲାଟି କିମିତି ଆଖି କରୁଛି। ଇଲୋ ବୋଉଲୋ, ମୁଁ କେଉଁଠିକି ଯିବି, କିସ କରିବି? ଦେଖୁନ ଟିକିଏ, ଦେଖୁନ ଭଲା। କ'ଣ ଦେଖିବି ସନା ବୋଉ? ଭୋକରେ ପିଲାଟି ଛଟପଟ ହଉଛି। ତୁଚ୍ଛା ପାଣି ମନ୍ଦାକ କି ଭୋକ ମାରିପାରିବ? ଦେଖୁନ ପିଲାଟି କେମିତି କାଉଳି ବାଉଳି ହଉଛି। ଦେଖି କ'ଣ କରିବି ଶୁଣେ? ବହୁତ ଦେଖିଲିଣି। ଏ ହସ୍ତିନର ପୁରପଲ୍ଲୀ ସହର ବଜାର ସବୁ ମଶାଣି ହେବାକୁ ବସିଲାଣି। ଖାଇବାକୁ ନ ପାଇ ପଲ ପଲ ମରୁଛନ୍ତି। ବାପ ଆଗରେ ପୁଅ ଭୂଇଁରେ ଲୋଟି ପଡ଼ୁଛି। ମା କୋଳରୁ ତାର ଅତି ଆଦରର ସନ୍ତାନ ଅକାଳରେ ଆଖି ବୁଜି ଦଉଛି। ଆମେ ତ ଟିକିଏ ଭଲରେ ଅଛୁ ସନା ବୋଉ। କି ନିଆଁ ଭଲରେ ଅଛେ ଶୁଣେ? 3 ଦିନ ହେଲା କଅଁଳିଆ ପିଲାଟା ପାଟିରେ ପେଜ ପୋଷେ ପଡ଼ିନାହିଁ। ଆମେ ସିନା କଷ୍ଟେମଷ୍ଟେ ସହିଯିବା, ହେଲେ ବାଳୁତ ପିଲାଟି କ'ଣ ସହିପାରିବ? ମୁଁ ବୁଝିପାରୁଛି ସନା ବୋଉ, ମୁଁ ବେଶ ବୁଝିପାରୁଛି। ହେଲେ କ'ଣ କରିବି? ମୁଁ ନିରୁପାୟ। ଏମିତି କହି କହି ତ 3 ଦିନ ହେଲା ପେଟରେ ଓଦା କନା ଦେଇ ରହିଲେଣି। କ'ଣ କରିବା ଶୁଣେ? ସଭିଙ୍କର ତ ଆମ ଭଳି ଦଶା। ଏ ଦୁର୍ଦ୍ଦିନରେ ଏ ଗରିବ ବ୍ରାହ୍ମଣକୁ କିଏ ବା ଭିକ୍ଷା ଦବ? ତେବେ ପିଲାଟି କ'ଣ ଆମ ଆଗରେ ଭୋକ ଉପାସରେ ଏମିତି? ନା ନା ସନା ବୋଉ, ସେ କଥା କହନା। ଆମ ସନାର କିଛି ହବନି। ଭଗବାନ ଅଛନ୍ତି, ଯିଏ ଦେଇଛନ୍ତି ସିଏ ବୁଝିବେ। ଚୁଲିକି ଯାଉ ତମର ସେ ଭଗବାନ। ସେଦିନ ସାରା ଘର ଅଣ୍ଡାଳି ପୋଷେ ଖୁଦ ପାଇଥିଲି, ଭୋକିଲା ପିଲାଟି ମୁହଁରେ ପୋଷେ ଯାଉ ପଡ଼ିବ ବୋଲି। ହେଲେ ତୁମେ କ'ଣ ତାହା କରେଇଦେଲ? କୋଉଠୁ ନିଉଛୁଣା ଭିକାରୀଟା ଅଇଲା ଯେ ତାକୁ ଦ ସବୁ। ଛି ଛି, ସେମିତି କ'ଣ କହୁଛୁ ସନା ବୋଉ? ସେ ଆମର ଅତିଥି, ପରମ ଅତିଥି। ସେବା ଆମର କର୍ତ୍ତବ୍ୟ। ହେଲେ ନିଜେ ଭଲ ଥିଲେ ଦୁନିଆ ଭଲ। ନିଜ ପୁଅକୁ ଯମ ମୁହଁକୁ ଠେଲି ଦେଇ ଅତିଥି ସେବା କରି କ'ଣ ହେବ ଆମର ଶୁଣେ? ଅତିଥି ସେବାରୁ କ'ଣ ହବ ଆମର? ସେ କଥା ସେଇ ବିଶ୍ୱ ନିୟତା ବୁଝିବେ ସନା ବୋଉ। ତୁମେ ଯଦି ମା ହୋଇଥାନ୍ତ ବୁଝନ୍ତ। ମା ମନର ଦୁଃଖ, ତା ଅନ୍ତରର କୋହ। ପିଲାଟି କିମିତି ବିକଳରେ ଅନେଇଛି, ତାକୁ ଦେଖିଲେ ମୋ ଛାତି ଭିତରଟା ଫାଟି ପଡ଼ୁଛି। ମୁଁ କ'ଣ ବୁଝୁନି ସନା ବୋଉ? ବୁଝୁଛି, ସବୁ ବୁଝୁଛି। 10 ମାସ ଗର୍ଭରେ ଧରି ମୁଁ ସନାକୁ ଜନ୍ମ କରିନାହିଁ ସତ, ହେଲେ ମୁଁ ତାର ବାପା। ମୋରି ରକ୍ତରେ ସେ ଗଢ଼ା, ସେ ମୋର ପ୍ରାଣ। ତେବେ କିଛି ଉପାୟ କର। ପିଲାଟି ଏମିତି କ'ଣ ଭୋକରେ ପଡ଼ିଥିବ? କ'ଣ କରିବି କହିଲ? 3 ଦିନ ହେଲା ବୁଲି ବୁଲି ଦିନ ରାତି ସମାନ କରିଦେଇଛି। ହେଲେ ଦେଖୁଛ ତ, ହାତରେ ଖୁଦ ଦାନାଟିଏ ଧରି ଲେଉଟୁଛି।
କେଉଁଠି କିଏ ଅତିଥି ମାଗିଲେ ସବୁତକ ଦେଇ ବାହୁଡ଼ି ଆସିବ। ମୁଁ କ'ଣ ତୁମକୁ ଚିହ୍ନିନି? ତୁମେ ତ ସେଇ ଲୋକ। ପର ପାଇଁ ଯେତିକି ଭାବୁଛ, ନିଜ ପାଇଁ ନିଜ ପରିବାର ପାଇଁ କ'ଣ ତୁମର ସେ ଦୟା ଅଛି? ନିଦା ପଥରଟାଏ ତୁମେ। କ'ଣ କହି ତମକୁ ବୁଝେଇବି ସନା ବୋଉ? ତମେ ସେଦିନ ପଣ କରିଥିଲ ନା? ପର ପାଇଁ ତୁମେ ନିଜର ଅତି ପ୍ରିୟ ବସ୍ତୁ ବି ତ୍ୟାଗ କରିପାରିବ? ପଣ କରିଥିଲି, ତା ବୋଲି ନିଜ ପିଲାକୁ ନିଜ ଆଖି ଆଗରେ ମାରିଦେବି? ତମେ ମରଦ ପୁଅ, ସବୁ ସହିପାରିବ। ହେଲେ ମୁଁ ମା, ମୋ ଭିତରଟା ତମେ କାହିଁକି ଦେଖିପାରୁନ? ଖୁବ୍ ଭଲ ଭାବରେ ଦେଖିପାରୁଛି ସନା ବୋଉ, ଖୁବ୍ ଭଲ ଭାବରେ ଦେଖିପାରୁଛି। ହେଲେ ଆମରି ସନା ଭଳି ଶହ ଶହ ଶିଶୁ ମରୁଥିବା ବେଳେ ମୁଁ କ'ଣ କେବଳ ଆମରି ସନା ପାଇଁ ଭାବିବା ଠିକ୍ ହେବ? ଯେଉଁଠି କିଛି ପାଇ ଫେରୁଛି, ଦେଖିଛି ବାଟରେ କୁନି କୁନି ହାତ ବଢ଼େଇ ଶତ ଶତ ବାଳୁତ ଛୁଆ ପାଟି କରି ମାଗୁଛନ୍ତି, ବାବା ଆମକୁ ଦିଅ, ଆମେ ମରିଗଲୁ। ଦେଖୁନ ହସ୍ତିନାଟା କେମିତି ମଶାଣି ହେବାକୁ ବସିଲାଣି। ଚାଲ, ସେଇ ପାଖ ବିଲରୁ କିଛି ଶସ୍ୟ ଦାନା ଗୋଟାଇ ଆଣିବା। ପେଜ ପୋଷେ ରାନ୍ଧିଦେଲେ ପିଲାଟି ପାଟିରେ ଦବ। ହଉ ଚାଲ, ଈଶ୍ୱର ଯାହା କରିବେ। ଦ୍ୱିତୀୟ ଦୃଶ୍ୟ। ବୋଉ, ଆଉ କେତେବେଳେ ଖାଇବାକୁ ଦବୁ ବୋଉ? ମୋ ପେଟ ଜଳି ଯାଉଛି ବୋଉ। ମୁଁ ଆଉ ଉଠି ପାରୁନି ବାପା। ହଁ ରେ ପୁଅ, ଉଠିବୁ ଉଠିବୁ, ନିଶ୍ଚୟ ଉଠିବୁ। ଏଇ ଯେ ବୋଉ ହାତ ରାନ୍ଧି ଦଉଛି, ବେଶ ବେଶ ବସି ଖାଇବୁ। ବୋଉ, ମୋ ପାଇଁ କ'ଣ ଭାତ ରାନ୍ଧି ଦଉଛୁ? ହଁ ବାପ, ଏଇ ଯେ ଓହ୍ଲାଇ ଦେଲିଣି, ଗରମ ଅଛି, ଥଣ୍ଡା ହେଇଯାଉ। ତୋତେ କୋଳରେ ବସେଇ ଖୁଆଇଦେବି ରେ ସନା। ଏମିତି ତ ସବୁଦିନ କହୁଛି ବୋଉ, ହେଲେ କାହିଁ କିଛି ତ ଖାଇବାକୁ ଦଉନୁ? ଦେବି ରେ ବାପ, ଦେବି। ଥୟ ଧର। ଆଜି ତ ବୋଉ ତୋତେ ଠକିବନି ରେ, ନିଶ୍ଚୟ ଖୁଆଇଦେବି ରେ ଧନ। ଓହୋ, ଏଇ ତ ସେଇ ଘର, ଏଇ ତ ସେଇ ଘର। ବ୍ରାହ୍ମଣ ଗୋସେଇ ଆଜ୍ଞା ଘରେ ନାହାନ୍ତି କି? ସାନ୍ତାଣୀ ମା, ମୁଁ ମଲି, ମୋର ପାଦ ଆଉ ଚଳୁନି। ଇଲୋ ମା ବୋଉଲୋ, ମୋର ତଣ୍ଟି ଶୁଖି ଯାଉଛି, ମୋର ହଂସା ଉଡ଼ି ଯାଉଛି। ଓଃ ଓଃ ଓଃ। କିଏ ବାବା? କୋଉଠୁ ଆସିଲ? ବସ ବସ, ମୁଁ ଏଇ ପାଣି ଆଣି ଦଉଛି, ହାତ ଗୋଡ଼ ଧୋଇବ? ହଁ ବାବୁ, ପାଣି ପାଣି ଦିଅନ୍ତୁ, କହିଲେ ପାଣି। ଓ କି କଷ୍ଟ, ପେଟ ଜଳି ପୋଡ଼ି ଯାଉଛି। ଏଇ ପାଣି ନିଅନ୍ତୁ ବାବା। ବାଃ, ଟିକିଏ ଆରାମ ଲାଗିଲା। ତଣ୍ଟିଟା ଏକବାରେ ଶୁଖି ଯାଉଥିଲା। ପୁଣି କିଏ ନିଉଛୁଣା ଜୁଟିଲାଣି? ଚୁପ୍ କର ବାବା, ଶୁଣିଲେ କ'ଣ ଭାବିବ ଲୋକଟା? ସେ ପୁରା ଆମର ଅତିଥି। ଚୁଲିକି ଯାଉ ତୁମର ଅତିଥି। ମୁଁ ଆଜି କାହାକୁ ଦେବିନି କିଛି। ଏଇ ରନ୍ଧା ଭାତରୁ ପହିଲେ ପୁଅ ଖାଉ, ତାପରେ ଯାହା କିଛି। ଆସ ଆସ ସନା ବୋଉ, ଦେଖିବ ତମର ଅତିଥିର ଅବସ୍ଥା। ଇ ମା, ମୁଁ ଦେଖିପାରୁନି। ମୋର ମୁଣ୍ଡ କ'ଣ ହୋଇଯାଉଛି। କି କାଙ୍ଗାଳିଆ ହୋଇଛି ସେ ଲୋକଟା। ସାନ୍ତାଣୀ ମା, କ'ଣ ଇଏ ଭୋକିଲା ହଡ଼ା ବୁଢ଼ାକୁ କିଛି ମିଳିବନି? ରହ ବାବା, ରୁହ, ଆଣି ଦଉଛି। ଭଗବାନ ତୁମର ବଡ଼ତି କରନ୍ତୁ ଠାକୁରାଣୀ ମା। ଧନ ଜନ ବୋପ ଲକ୍ଷ୍ମୀରେ ତମ ଘର ପୁରୀ ଉଠୁ। କ'ଣ ସବୁତକ ଦଉଛ ସନା ବୋଉ? ସନା ପାଇଁ ଅଧେ ରଖିଛି, ବାକି ଅଧକ ଅତିଥିଙ୍କୁ ଦେଉଛି। ଭାରି ଭୋକ ହେଉଥିଲା ଠାକୁରାଣୀ ମା, ପିଣ୍ଡରୁ ପ୍ରାଣ ବାହାରି ଯାଉଥିଲା। ଏତକ ତ କଉ କଣକୁ ପାଇଲାନି ମା। ଆଉ ଗଣ୍ଡେ ଦିଅନ୍ତେ କି? ହଇଗୋ, ଶୁଣିବଟି, କ'ଣ କରିବି? ଭଗବାନ ଶକ୍ତି ଦିଅ। ଏ କି ପରୀକ୍ଷା କରୁଛ ପ୍ରଭୁ? ଦିଅ, ସେଇ ଗଣ୍ଡାକୁ ଦେଇଦିଅ। ବୋଉ, ଭାତ ଦବ ବୋଲି କହିଥିଲୁ ପରା। ଡେରି ହେଲାଣି ଯେ, କାହିଁକି ଶୁଅନ ବୋଉ? ଶୁଣିଛି ବାପ, ଶୁଣିଛି। ଭାତ ହେଇନି ରେ ପୁଅ, ଗରମ ଅଛି, ଦଣ୍ଡେ ଥୟ ଧ। ତମେ କାନ୍ଦୁଛ ସନା ବୋଉ? ଦେଖୁନ, ପିଲାଟି କେମିତି ବିକଳରେ କାଉଳି ବାଉଳି ହେଉଛି। ସାନ୍ତାଣୀ ମା, ଆଉ ଭାତ ଗଣ୍ଡେ ଦବ ପରା, ନଇଲେ ଯିବି। କେତେ ଆଉ ଅନେଇଥିବି ମା। ଦଉଛି ବାବା, ଦଉଛି। ବୋଉ, ବୋଉ, ମା, ଭାତ ଦବ ପରା। ସାନ୍ତାଣୀ ମା, ବସି ରହିନି ଯେ। ଏଇ ବାବା, ଖାଇଦିଅନ୍ତୁ। ମା, ତମେ ସାକ୍ଷାତ ଲକ୍ଷ୍ମୀ ମା। ତୁମ ଏ ହାତ ପରସା ଭାତ
ଭଗବାନଙ୍କୁ ଭୋଗ ଭଳି ଲାଗୁଛି ଠାକୁରାଣୀ ମା। ବୋଉ ବୋଉ ଆ ମତେ କେମିତି ଲାଗୁଛି? ମୋ ପାଟି ଶୁଖି ଯାଉଛି, ପେଟ କେମିତି ଟାଣି ହଉଛି। ସନାରେ ମୋ ଗଣ୍ଠି ଧନ ବାପ, ତୁ ଭାତ ଖାଇବୁ? ବାପା ରୁହ ରୁହ। ବେଶ ତୃପ୍ତି ଲାଗିଲା ବାବୁ ଠାକୁରାଣୀ ମା। ଈଶ୍ୱର ତୁମର ଭଲ କରନ୍ତୁ, ତମର ବଡ଼ତି ଉପରେ ବଡ଼ତି ହଉ। ଓ ଓ ଓ ପୁଣି ଧନର ପୁର ମୋ ନ ମରି ଠିଆ ରହିଛି। ତୃତୀୟ ଦୃଶ୍ୟ। ସନା ବୋଉ, ଆସ ଆସ ଦେଖିବ ନେଉଳଟିଏ। ବାଃ, ସତେ ତ ଅତିଥିଙ୍କ ଅଇଁଠା ପତ୍ର ଚାଟୁଛି। କି ଆଶ୍ଚର୍ଯ୍ୟ, ନେଉଳଟି ସୁନା ପାଲଟି ଗଲାଣି। ଅତିଥିଙ୍କ ଅଇଁଠା ଭାତ ନେଇ ପୁଅକୁ ଖୁଆଇଦେଲେ କିମିତି ହୁଅନ୍ତା? ଅତିଥି ବାବାଙ୍କ ପତ୍ରରୁ ଭାତ ସାଉଁଟି ଖାଇବା। ନେଉଳଟି ପଳେଇଗଲା ଯେ? ସନା, ସନାରେ ପୁଅ, ଏଇନେ ବାପ ଭାତ ଖାଇଦେ। ଗିଳିତେ ବାପ, ଏଇ ପାଣି ମନ୍ଦାଏ ଦଉଛି। ବୋଉ, ଆଉ ଖାଇବିନି, ମତେ ତ ଖୁବ୍ ଖୁଆଇଲଣି। ମୁଁ ତତେ କେବେ ଖାଇବାକୁ ଦେଇଛି ରେ? ଅତିଥିଙ୍କ ଅଇଁଠା ଭାତଟିଏ ପାଟିରେ ପକେଇ ଦେଲି ସିନା। ଦେଖିଲ ସନା ବୋଉ, ସନା କେମିତି ପେଟେ ଖାଇଲା ଭଳି ବସି ଉଠିଲାଣି। ସତେ ତ ଭୋକରେ ପିଲାଟି କାଉଳି ବାଉଳି ହଉଥିଲା, ଆଉ ଏବେ? ସେ ଭିକାରୀ ବୁଢ଼ାଟି ଭିକାରୀ ନୁହନ୍ତି ସନା ବୋଉ, ସେ ଦେବତା, ଆମକୁ ପରଖୁଥିଲେ। ଚାଲନ୍ତୁ ତାଙ୍କର ଦର୍ଶନ କରିବା। କୁଆଡ଼େ ଗଲେ ସେ ଅତିଥି? ଭିକାରୀ ବାବା, ଓ ବାବା ଆପଣ କୁଆଡ଼େ ଗଲେ? ଭିକାରୀ ବାବା। ଚତୁର୍ଥ ଦୃଶ୍ୟ। ଘଣ୍ଟ ଶଙ୍ଖ ଶବ୍ଦରେ ମୁଖରିତ। ଓಂ ପ୍ରଜାପତये ନମଃ ସ୍ୱାହା, ଓଂ ଇନ୍ଦ୍ରାୟ ନମଃ ସ୍ୱାହା, ଓଂ ଅଗ୍ନये ନମଃ ସ୍ୱାହା, ଓଂ ସୋମାୟ ନମଃ ସ୍ୱାହା, ଓଂ ଯଜ୍ଞ ପୁରୁଷାୟ ନମଃ ସ୍ୱାହା। ମହାରାଜ, ଯଜ୍ଞପୀଠ ଲୋକାରଣ୍ୟ ପ୍ରସାଦ ବିଳାସୀ ଠାରୁ କୁଟୀରବାସୀ ପର୍ଯ୍ୟନ୍ତ ସମବେଦ। ଭଗବାନ ଏ ପରମ ପବିତ୍ର ମହୋତ୍ସବର ଦିନରେ ହସ୍ତିନାବାସୀ ଭାଗ୍ୟବାନ। ଯଜ୍ଞାନୁରୂପ ଦାନ ହେଉଛି ଯଜ୍ଞର ପ୍ରାଧାନ୍ୟ। ବର୍ତ୍ତମାନ ଦାନ ଦ୍ରବ୍ୟର ପ୍ରସ୍ତୁତି ଆବଶ୍ୟକ ମହାରାଜ। ସବୁ ସୁବ୍ୟବସ୍ଥିତ ଭଗବାନ। ଜୟ ଯୁଧିଷ୍ଠିର ମହାରାଜାଙ୍କର ଜୟ, ଜୟ ଯୁଧିଷ୍ଠିର ମହାରାଜାଙ୍କର ଜୟ। ସହଦେବ, ଆଦେଶ କରନ୍ତୁ ମହାରାଜ। ଘୋଷଣା କରନ୍ତୁ ଦାନ ଗ୍ରହଣ କରିବାକୁ। ଯଥାଜ୍ଞା ମହାରାଜ। ସମବେତ ଜ୍ଞାନୀ ଗୁଣୀ ମହର୍ଷି ବ୍ରାହ୍ମଣ ମଣ୍ଡଳୀଙ୍କୁ ମହାରାଜ ଯୁଧିଷ୍ଠିରଙ୍କର ବିନୀତ ଅନୁରୋଧ ଯେ ମହାରାଜାଙ୍କ ଶ୍ରୀହସ୍ତରୁ ଦାନ ଗ୍ରହଣ କରନ୍ତୁ। ଏଇ ଗ୍ରହଣ କରନ୍ତୁ ମହର୍ଷି। ମନ୍ତ୍ରାର୍ଥ ସଫଳାସନ୍ତୁ, ପୂର୍ଣ୍ଣାହସନ୍ତୁ ମନୋରଥା। ଏଇ ସ୍ୱୀକାର କରନ୍ତୁ ବିଜ୍ଞବର, ଶତ ସମ୍ବତ୍ସରଂ ଦୀର୍ଘମାୟୁ। ଏଇ ଗ୍ରହଣ କରନ୍ତୁ ମହାତ୍ମନ୍। ଶଙ୍ଖ ଘଣ୍ଟ ଶବ୍ଦରେ ନିନାଦିତ। ଓଂ ପ୍ରଜାପତୟେ ନମଃ ସ୍ୱାହା, ଓଂ ଯଜ୍ଞପୁରୁଷାୟ ନମଃ ସ୍ୱାହା, ଓଂ ଶାନ୍ତି ଶାନ୍ତି ଶାନ୍ତି। ପଞ୍ଚମ ଦୃଶ୍ୟ। ଜୟ ମହାରାଜଧିରାଜ ଯୁଧିଷ୍ଠିରଙ୍କର ଜୟ। କି ସମ୍ବାଦ ଦୂତ? ଛାମୁ, ଜଣେ ଆଗନ୍ତୁକ ମହାରାଜାଙ୍କର ଦର୍ଶନ ପ୍ରାର୍ଥୀ। ରକ୍ଷୀ, ଇଏ ସେଇ ଆଗନ୍ତୁକ। ଏକ ନେଉଳ ଛାମୁ। ଅପଦାର୍ଥ, ମହାରାଜାଙ୍କ ସହ ଉପହାସ କରିବାର ଦୁଃସାହସ କରୁଛ। ଅଧୀନର ଦୃଷ୍ଟତା ମାର୍ଜନା କରନ୍ତୁ ଛାମୁ। ଅଧୀନ ସତ୍ୟ ହିଁ ପ୍ରକାଶ କରିଛି। ମହାରାଜାଙ୍କର ସ୍ୱୀକୃତି ଜଣାଇ ଦିଅ। ଯଥାଜ୍ଞା ମହାରାଜ। ଜୟ ମହାରାଜ ଯୁଧିଷ୍ଠିରଙ୍କର ଜୟ। ଜୟ ଯୁଧିଷ୍ଠିର ମହାରାଜାଙ୍କର ଜୟ। ଆଶ୍ଚର୍ଯ୍ୟ, ସାମାନ୍ୟ ନେଉଳ ଏ, ତାର ମୁହଁରେ ପୁଣି ଏ ମାର୍ଜିତ ଭାଷା। ଏ ଅକିଞ୍ଚନ ଛାମୁଙ୍କୁ ବିସ୍ମିତ କରିପାରିଛି ବୋଧେ। ନିଶ୍ଚୟ ନିଶ୍ଚୟ ଆଗନ୍ତୁକ, କ୍ଷୁଦ୍ରତର ଏକ ଜୀବ ହେଲେ ମଧ୍ୟ ତୁମର ମାର୍ଜିତ ଭାଷା ମୋତେ ଅବାକ୍ କରିଛି। ଏ ତ ହସ୍ତିନାବାସୀର କର୍ମଫଳ ଛାମୁ। ମୋର ଯୁଧିଷ୍ଠିରଙ୍କର ଯଜ୍ଞର ସୁଫଳ କୁହନ୍ତୁ ଆଗନ୍ତୁକ। ନା, ଏ ଯଜ୍ଞର ସୁଫଳ ନୁହେଁ। ଏବେ ଆସ୍ପର୍ଦ୍ଧା,
ସାମାନ୍ୟ ନେଉଳଟିର ଏ ରାଜକୀୟ ରାଜସୂୟ ଯଜ୍ଞର ଫଳ ନୁହେଁ କ୍ଷତ୍ରିୟ ପ୍ରବର। ଅସନା ସଂଯତ କର ହୀନ କର୍ମା, ତୁମେ ଜାଣ କାର ରାଜ ଦରବାରରେ ଏ ଅସ୍ପର୍ଦ୍ଧା ପ୍ରକାଶ କରୁଛ। ଜାଣେ କ୍ଷତ୍ରିୟ ପ୍ରବର ମହାରାଜ ଯୁଧିଷ୍ଠିରଙ୍କ ରାଜଦରବାରରେ। ଶାନ୍ତ ହୁଅ ଭୀମ, ଛାମୁଙ୍କ ସମ୍ମୁଖରେ ଏ ଅଧତ୍ୟ ସହ୍ୟ ନୁହେଁ ମହାରାଜ। ତଥାପି ଆଗନ୍ତୁକ ଆମର ଅତିଥି, ତାଙ୍କର ବକ୍ତବ୍ୟ ସ୍ୱାଗତ ଯୋଗ୍ୟ। ଯଥାଦେଶ ମହାରାଜ, ଏ ମୁଗ୍ଧ ଶ୍ରଦ୍ଧାର ସଂଶୟ ଦୂର କରନ୍ତୁ ଆଗନ୍ତୁକ। ଆଗମାନର ଅଭିପ୍ରାୟ ପ୍ରକାଶ କରନ୍ତୁ। ଛାମୁ ଅବଶ୍ୟ ଲକ୍ଷ୍ୟ କରିପାରିଥିବେ ମହାରାଜ, ଏ ଅକିଞ୍ଚନର ଦେହାର୍ଦ୍ଧ ସୁବର୍ଣ୍ଣମଣ୍ଡିତ। ତାହା ମୁଁ ଲକ୍ଷ୍ୟ କରିପାରୁଛି ଆଗନ୍ତୁକ। ତେବେ ଆଗମାନର ଅଭିପ୍ରାୟ? ପ୍ରକାଶ କରୁଛି ଛାମୁ, କିନ୍ତୁ ତାହା ମହାରାଜାଙ୍କ ଶ୍ରାବ୍ୟ ହେବ ନାହିଁ। ରାଜ ଦରବାରରେ ଅଶ୍ରାବ୍ୟ ବି ସ୍ୱାଗତ ଯୋଗ୍ୟ। ଦ୍ୱିଧାହୀନ ଭାବେ ପ୍ରକାଶ କରନ୍ତୁ ଆଗନ୍ତୁକ। ଏ ଅକିଞ୍ଚନ ସ୍ୱଭାବତଃ ମୂକ। ସେ ତ ପ୍ରକୃତି ସିଦ୍ଧ। ତେବେ ବାଚାଳ ହେବାର କାରଣ କୁହନ୍ତୁ। ଯିଏ ଏ ଅକିଞ୍ଚନ ମୂକକୁ ବାଚାଳ କରିଛି, ଏ ଅପଦାର୍ଥ ମୂଲ୍ୟହୀନକୁ ଦୁର୍ମୂଲ୍ୟ କରିଛି, ସେ ଜଣେ ହସ୍ତିନାବାସୀ ମହାରାଜ। ମୁଁ ସେଇ ମହାତ୍ମାଙ୍କର ଯଶ ଗାନରେ ଶତମୁଖ ହେଉଛି ଆଗନ୍ତୁକ। କୁହନ୍ତୁ, କିଏ ସେଇ ମହାତ୍ମା? ଜଣେ ଗରିବ ବ୍ରାହ୍ମଣ ମହାରାଜ। ଜଣେ ଗରିବ ବ୍ରାହ୍ମଣ? ବୋଧହୁଏ ତନ୍ତ୍ର ସାଧକ ହୋଇଥିବେ ଧର୍ମଦେବ। ଆପଣ ଭୁଲ କହୁଛନ୍ତି ଦ୍ୱିତୀୟ ପାଣ୍ଡବ। ଦେଖୁଛନ୍ତି ମହାରାଜ, ଏହି ହୀନ ମତିର ଔଦ୍ଧତ୍ୟ। ଏ ହୀନମତିର ସତ୍ୟୋକ୍ତିରେ ଆପଣ ବିଚଳିତ ହୋଇ ଉଠୁଛନ୍ତି ବୀର। ଶାନ୍ତ ହୁଅ ଭୀମ, ଆଗନ୍ତୁକର ସତ୍ୟୋକ୍ତି ପ୍ରକାଶରେ ବିରୋଧ କର ନାହିଁ। ଯଥାଜ୍ଞ ଦେବ, ନିର୍ଭୟରେ ବକ୍ତବ୍ୟ ପ୍ରଦାନ କରନ୍ତୁ ଆଗନ୍ତୁକ। ଏ ଆଗନ୍ତୁକ ସ୍ୱଭାବତଃ ଭୟହୀନ ଛାମୁ। ଉତ୍ତମ, ଏହି ସ୍ୱାଭାବିକତା ପାଇଁ ମୁଁ ସମ୍ବର୍ଦ୍ଧନା ଜ୍ଞାପନ କରୁଛି। ପ୍ରକାଶ କରନ୍ତୁ ଆଗନ୍ତୁକ, କିଏ ସେଇ ପୁଣ୍ୟାତ୍ମା ବ୍ରାହ୍ମଣ? ଶୁଣନ୍ତୁ ମହାରାଜ, ଉଚ୍ଛିବନ୍ତ ଦରିଦ୍ର ଅଥଚ ଅତିଥିପରାୟଣ। ତାଙ୍କର ଆତିଥ୍ୟର ପଟାନ୍ତର ନାହିଁ। ତାଙ୍କର ପୁଣ୍ୟବଳ ପ୍ରଖର। ସେଇ ପୁଣ୍ୟବାର ଆପଣଙ୍କର କଣ କରିଛି ଆଗନ୍ତୁକ, ତାହା ହିଁ ପ୍ରକାଶ କରନ୍ତୁ। ସେ ପୁଣ୍ୟବାନ ଏ ଅକିଞ୍ଚନର ଦେହାର୍ଦ୍ଧକୁ ସୁବର୍ଣ୍ଣମଣ୍ଡିତ କରିଛି। କିନ୍ତୁ ମହାରାଜଙ୍କ ପୁଣ୍ୟବଳ ସେଇ ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳରୁ କଦାପି ମହତ୍ତର ନୁହେଁ ବୀର। ଆପଣ ସୀମା ଲଙ୍ଘନ କରୁଛନ୍ତି ଆଗନ୍ତୁକ। ସତ୍ୟ ଅସହ୍ୟ ହେବା ସ୍ୱାଭାବିକ ଦ୍ୱିତୀୟ ପାଣ୍ଡବ। କାହିଁ ରାଜସ୍ୱୀୟ ଯଜ୍ଞର ପୁଣ୍ୟବଳ ଆଉ ଦରିଦ୍ର ବ୍ରାହ୍ମଣର ଆତିଥ୍ୟ ଆପଣଙ୍କ ମତିଭ୍ରମ ହୋଇନି ତ ଆଗନ୍ତୁକ? ସେଇ ଭ୍ରାନ୍ତି ରାଜକୀୟ, ସେ ତ ଦରିଦ୍ରର ଦୁର୍ଲଭ। ଆପଣଙ୍କ ବକ୍ତବ୍ୟ କେବଳ ବିସ୍ମୟକର ନୁହେଁ ଆଗନ୍ତୁକ, ଏହା ରହସ୍ୟଜନକ। ଏ ଅକିଞ୍ଚନ ନିଜ କଳେବର ଯଜ୍ଞ ଭସ୍ମରେ ବିଲେପିତ କରିଛି ମହାରାଜ। ବହୁ ଧର୍ମାନୁଷ୍ଠାନରେ ଏ ଅକିଞ୍ଚନ ଅନ୍ୱେଷଣ କରିଛି ସେଇ ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳ, କିନ୍ତୁ ଏଯାଏଁ ପାଇପାରି ନାହିଁ। ଧର୍ମରାଜ ଯୁଧିଷ୍ଠିରଙ୍କ ଏତେ ବଡ଼ ରାଜସ୍ୱୀୟ ଯଜ୍ଞର ଦାନ ଦକ୍ଷିଣା କଣ ପୁଣ୍ୟବଳ ପାଇପାରିଲା ନାହିଁ ଆଗନ୍ତୁକ? ଏ ପ୍ରଶ୍ନର ଉତ୍ତର ସ୍ୱୟଂ ଧର୍ମରାଜ ଦେଇପାରିବେ ଦ୍ୱିତୀୟ ପାଣ୍ଡବ। ବାସ୍ତବିକ ଏହି ଉତ୍ତର ମୋ ପକ୍ଷରେ ସମ୍ଭବ ନୁହେଁ ଆଗନ୍ତୁକ। ସେଇଦିନୁ ଏ ଅବଶିଷ୍ଟ ଅର୍ଦ୍ଧାଙ୍ଗ ସୁନାଭ କରିବା ପାଇଁ ଏ ଅକିଞ୍ଚନ ସବୁ ଯଜ୍ଞାନୁଷ୍ଠାନ ଧର୍ମ କାର୍ଯ୍ୟରେ ଯୋଗଦାନ କରିଛି ମହାରାଜ। ହେଲେ ସେଇ ଦରିଦ୍ର ବ୍ରାହ୍ମଣର ପୁଣ୍ୟବଳ ଏଯାବତ୍ ପ୍ରାପ୍ୟ ହୋଇନାହିଁ। ବାସ୍ତବିକ ଏ ରାଜକୀୟ ରାଜସ୍ୱୀୟରେ ଅହମିକା, ଆଡମ୍ବର, ବାହୁଲ୍ୟ ରହିଛି ସିନା, ଏଥିରେ ମାନବିକତା ନାହିଁ। ସେଥିପାଇଁ ଏ ଯଜ୍ଞ ଆଜି ନିଷ୍ଫଳ। ଉଚ୍ଛିବନ୍ତଙ୍କ ଅତିଥି ସେବା ମହତ୍ତ୍ୱବୋଧ ଯେକୌଣସି ରାଜସ୍ୱୀୟ ଯଜ୍ଞଠାରୁ ବି ବଳିୟାନ। ଆପଣ ମୋର ଆଖି ଫିଟାଇ ଦେଇଛନ୍ତି ଆଗନ୍ତୁକ। ଏ ମିଥ୍ୟା ଅହମିକାରେ କଣ ଅଛି? ଜୟ ମହାରାଜ ଯୁଧିଷ୍ଠିରଙ୍କର ଜୟ। ଜୟ ମହାରାଜ ଯୁଧିଷ୍ଠିରଙ୍କର ଜୟ। ଜୟ ମହାରାଜ ଯୁଧିଷ୍ଠିରଙ୍କର ଜୟ। ସାରାଂଶ: ହସ୍ତିନାପୁର ରାଜ୍ୟରେ ମରୁଡ଼ି ପଡ଼ିଥିବା ସମୟରେ ମହାରାଜା ଯୁଧିଷ୍ଠିର ଯଜ୍ଞ କରୁଥାନ୍ତି। ଜଣେ ବ୍ରାହ୍ମଣ ଭିକ୍ଷାବୃତ୍ତି କରି ଅତ୍ୟନ୍ତ ଦୁଃଖ କଷ୍ଟରେ ଜୀବନଯାପନ କରୁଥାନ୍ତି। ଦିନେ ଭିକ୍ଷା ନ ପାଇ ବ୍ରାହ୍ମଣ ଘରକୁ ଫେରିଥାନ୍ତି। ଘରେ ଭୋକ ଉପାସରେ ଥିବା ବାଳୁତ ପୁତ୍ର ସନ୍ତାନକୁ ତାଙ୍କ ପତ୍ନୀ କିଛି ଖାଇବାକୁ ଦେଇ ନ ପାରି ପାଣି ପିଇବାକୁ ଦେଇଛନ୍ତି। ସମଗ୍ର ଘର ଅଣ୍ଡାଳି ପାଇଥିବା ପୋଷେ ଖୁଦକୁ
ଯାଉ କରି ସନ୍ତାନକୁ ଖାଇବାକୁ ଦେବାକୁ ଭାବୁଥିବା ବେଳେ ଜଣେ ଆଗନ୍ତୁକ ଅତିଥି ଆସି ପହଞ୍ଚିବାରୁ ଅନିଚ୍ଛାକୃତ ଭାବେ ତାଙ୍କୁ ଖୁଦ ଯାଉତକ ଦେଇଥିଲେ। ଅସନ୍ତୁଷ୍ଟ ବ୍ରାହ୍ମଣୀ ବ୍ରାହ୍ମଣକୁ ଗାଳି କରିବାରୁ ଅତିଥି ସେବା ପରମ ଧର୍ମ ବୋଲି କହି ବ୍ରାହ୍ମଣ ବୁଝାଇ ଦେଉଥାନ୍ତି। ଅନ୍ୟ ଏକ ଦିନରେ ଭୋକିଲା ପୁଅ ପାଇଁ ବ୍ରାହ୍ମଣୀ ଯାଉ ରାନ୍ଧିଛନ୍ତି, କିନ୍ତୁ ଏହି ସମୟରେ ଜଣେ ଭୋକିଲା ବୁଢ଼ା ଭିକାରୀଟିଏ ଆସିଯିବାରୁ ବ୍ରାହ୍ମଣ ତାଙ୍କୁ ଖାଇବାକୁ ଦେବାକୁ କହିଛନ୍ତି। ଏଥିରେ ବ୍ରାହ୍ମଣୀ ରାଗି ଯାଇଛନ୍ତି, ତଥାପି ଖାଇବାକୁ ଦେଇଛନ୍ତି। ଅତିଥି ସେବା ଓ ମାତୃ ହୃଦୟ ମଧ୍ୟରେ ବ୍ରାହ୍ମଣୀ ଅତିଥି ସେବାକୁ ମହାନ ବୋଲି ଭାବିଛନ୍ତି। ଏହି ସମୟରେ ଘଟଣାଟି ଏକ ବିଚିତ୍ର ମୋଡ଼ ନେଇଛି। ନେଉଳଟିଏ ଭିକାରୀଙ୍କ ଅଇଁଠା ପତ୍ର ଚାଟୁ ଚାଟୁ ତାର ଅର୍ଦ୍ଧେକ ଦେହ ସୁନା ପାଲଟି ଯାଉଥିବା ଦୃଶ୍ୟକୁ ବ୍ରାହ୍ମଣ ବ୍ରାହ୍ମଣୀଙ୍କୁ ଦେଖାଇ ଦେଇ ଭଗବାନ ସେମାନଙ୍କୁ ପରୀକ୍ଷା କରୁଛନ୍ତି ବୋଲି କହିଥିଲେ। ଅନ୍ୟପଟେ ମହାରାଜ ଯୁଧିଷ୍ଠିରଙ୍କର ରାଜସୀୟ ଯଜ୍ଞରେ ସମବେତ ହସ୍ତିନାବାସୀଙ୍କ ଉପସ୍ଥିତିରେ ଜ୍ଞାନୀ, ଗୁଣୀ, ମହର୍ଷି ଓ ବ୍ରାହ୍ମଣ ମଣ୍ଡଳୀଙ୍କୁ ଦାନଦ୍ରବ୍ୟ ପ୍ରଦାନ କରାଯାଉଛି। ଆଡ଼ମ୍ବରପୂର୍ଣ୍ଣ ଯଜ୍ଞ ଆୟୋଜନ କରି ମହାରାଜ ଯୁଧିଷ୍ଠିର ଆତ୍ମସନ୍ତୋଷ ତଥା ସ୍ୱପ୍ରଶଂସାରେ ବିଭୋର ଥିବା ସମୟରେ ଦେହାର୍ଥ ସ୍ୱର୍ଣ୍ଣମଣ୍ଡିତ ନେଉଳଟିଏ ସେଠାରେ ପହଞ୍ଚି ତାଙ୍କର ଜୟଗାନ କରିଛି। ନେଉଳଟିର ମାର୍ଜିତ ଭାଷାରେ ମହାରାଜ ଅତ୍ୟନ୍ତ ମୁଗ୍ଧ ଓ ଆଶ୍ଚର୍ଯ୍ୟ ହୋଇଥିବାର ଜାଣିପାରି ଏହା ଜୈନିକ ଦରିଦ୍ର ବ୍ରାହ୍ମଣଙ୍କର କର୍ମଫଳର ପ୍ରଭାବ ବୋଲି ନେଉଳ ପ୍ରକାଶ କରିଛି। ଏହା ମହାରାଜାଙ୍କ ସମର୍ପିତ ଯଜ୍ଞର ପୁଣ୍ୟ ବଳ ନୁହେଁ, ବରଂ ଦରିଦ୍ର ବ୍ରାହ୍ମଣର ମାନବିକତା, ଆତିଥ୍ୟତା, ଦୟାଦାନର ପୁଣ୍ୟ ବଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏପରି ଜଣେ ପୁଣ୍ୟବାନ ପ୍ରଜା ପାଇଁ ହସ୍ତିନାପୁର ଧନ୍ୟ ହୋଇଛି। ଦୟା, ସେବା, ତ୍ୟାଗ, ସାହାଯ୍ୟ ଓ ସମବ୍ୟଥା ଓ ସମ୍ମାନ ପ୍ରଦାନ ଆଦି ଗୁଣ ଓ କାର୍ଯ୍ୟକୁ ମଣିଷ ପଣିଆ କୁହାଯାଏ। ଅନ୍ୟର ମଙ୍ଗଳ କରିବା ମାନବୀୟତାର ନିଦର୍ଶନ। କଠିନ ଶବ୍ଦ, ପ୍ରବର, ଶ୍ରେଷ୍ଠ, ବାଚାଳ, ଏଣୁ ତେଣୁ କହିବା, ଆଗନ୍ତୁକ, ନବାଗତ ବ୍ୟକ୍ତି। ସନା କାହିଁକି ଛଟପଟ ହେଉଥିଲା? ଉତ୍ତର, 3 ଦିନ ଧରି ସନା କିଛି ଖାଇ ନଥିବାରୁ ଭୋକ ଉପାସରେ ରହି ଛଟପଟ ହେଉଥିଲା। ମୁଁ ନିରୁପାୟ, ଏ କଥା କିଏ କହିଥିଲେ? ଉତ୍ତର, ବ୍ରାହ୍ମଣୀଙ୍କୁ ବୁଝାଇବାକୁ ଯାଇ ବ୍ରାହ୍ମଣ ମୁଁ ନିରୁପାୟ ବୋଲି କହିଥିଲେ। ନିତା ପଥରଟା ତମେ, ସନାର ମା ଏପରି କାହିଁକି କହିଲେ? ସନାର ବାବା ଭିକ୍ଷାର୍ଥୀ ବ୍ରାହ୍ମଣ ହେଲେ ମଧ୍ୟ ସେ ଅତିଥି ପରାୟଣ ଥିଲେ। ଉଚ୍ଛିବନ୍ତ ଯାହା କିଛି ବି ଭିକ୍ଷା ପାଆନ୍ତି, ବାଟରେ କେହି ଅତିଥି ମାଗିଲେ ସେ ସବୁତକ ଦେଇଦିଅନ୍ତି। ସ୍ତ୍ରୀ, ପିଲା କିମ୍ବା ନିଜେ ଉପାସ ଥିବା କଥା ଭାବନ୍ତି ନାହିଁ। ସେଥିପାଇଁ ସନାର ମା ତାଙ୍କୁ ନିଦା ପଥରଟେ ତମେ ବୋଲି କହିଛନ୍ତି।